ଆଜିର 30ଟି ଅନୁଚିନ୍ତା ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ। 1. ସମ୍ପର୍କ ଅଛି ତ ସନ୍ଦେହ ରହିବ। ସନ୍ଦେହକୁ ସମ୍ପର୍କରେ ରଖିଲେ ସମ୍ପର୍କ ନର୍କ ପାଲଟିଯିବ। ସନ୍ଦେହକୁ ସମ୍ପର୍କରୁ ଦୂରେଇ ରଖିଲେ ସମ୍ପର୍କ ସ୍ୱର୍ଗ ଭଳି ଲାଗିବ। 2. ଏହି ଦୁନିଆରେ ମଣିଷ ନିଜେ ଏତେ ସ୍ୱାର୍ଥପର ଯେ ନିଜ ସ୍ୱାର୍ଥରେ ଆଘାତ ଲାଗିଲେ ନିଜ ଭାଇ ବନ୍ଧୁମାନଙ୍କୁ ମଧ୍ୟ ଆଘାତ ଦେବାକୁ ପଛାଏ ନାହିଁ। 3. ଆଜିର ଦୁନିଆରେ ଜୀବ ଭାଗବତ ଜ୍ଞାନକୁ ଭୁଲିଯାଇ ସର୍ବଦା ସ୍ୱାର୍ଥରେ ମାତି ରହିଛି। ପରର ଧନ ସମ୍ପତ୍ତି ଲୁଟି ନିଜକୁ ସ୍ୱଚ୍ଛ ଓ ନିର୍ମଳ ବୋଲାଉଛି। 4. ଦାନ କଲେ ପଇସା ଯାଏ, ଲକ୍ଷ୍ମୀ ନୁହେଁ। ଘଣ୍ଟା ବନ୍ଦ କଲେ ଘଣ୍ଟାର କଣ୍ଟା ବନ୍ଦ ହୋଇଯାଏ, ସମୟ ନୁହେଁ। 5. ହଠାତ୍ ରାଗିଯାଇ କିଛି ନିଷ୍ପତ୍ତି ନେବା ପୂର୍ବରୁ ଅନୁତଃ ଥରେ ଭାବନ୍ତୁ, କାହିଁକି ନା ଇତିହାସ ସାକ୍ଷୀ ଅଛି ଯେ ପ୍ରତ୍ୟେକ ରାଗ ଜୀବନରୁ କିଛି ନା କିଛି ଛଡ଼େଇ ନେଇଥାଏ। 6. ମା' ଭଳି ଭଲ ପାଉଥିବା, ବୁଝିପାରୁଥିବା ଆଉ ବୁଝାଇ ପାରୁଥିବା ସାଥୀଟିଏ ମିଳିବା ବହୁତ କଷ୍ଟ। ସେଥିପାଇଁ ହିଁ କୁହାଯାଇଛି ଯେ ମା'ଠୁ ବଡ଼ ବନ୍ଧନ ଏବଂ ମା'ଠୁ ବଡ଼ ବିକଳ୍ପ ଏ ସୃଷ୍ଟିରେ ଆଉ କିଛି ନାହିଁ। 7. ତ୍ୟାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ। ଯେମିତି ଥରେ ପ୍ରଶ୍ୱାସ ନେବା ପାଇଁ ହେଲେ ପ୍ରଥମେ ନିଶ୍ୱାସକୁ ଛାଡ଼ିବାକୁ ପଡ଼ିଥାଏ। 8. ଜୀବନର ରାସ୍ତାରେ ସେ ପର୍ଯ୍ୟନ୍ତ ଚାଲିବା ଛାଡ଼ନ୍ତୁ ନାହିଁ ଯେ ପର୍ଯ୍ୟନ୍ତ ଆପଣ ଆପଣଙ୍କ ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥାନରେ ନ ପହଞ୍ଚିଥାନ୍ତି। 9. ସର୍ବଦା ଏହା ମନେ ରଖିବା ଉଚିତ ଯେ ଚିତ୍ତ ଶାନ୍ତ ହୋଇଗଲେ ହିଁ ଆନନ୍ଦକୁ ଅନୁଭବ କରିହେବ ଏବଂ ଏହା ହିଁ ସ୍ୱରୂପାନୁଭୂତି। 10. ଆପଣ ସଫଳ ହୋଇଛନ୍ତି ବୋଲି ଗର୍ବ ହୁଅନ୍ତୁ ନାହିଁ ଏବଂ ଆପଣ ବିଫଳ ହୋଇଛନ୍ତି ବୋଲି ନିରାଶ ହୁଅନ୍ତୁ ନାହିଁ। ସଫଳତା ବା ବିଫଳତା ଶେଷ ନୁହେଁ। 11. ଆପଣଙ୍କ ଲୁହକୁ ଏତେ ଦାମୀ କରିଦିଅନ୍ତୁ ଯେପରିକି କେହି ଏହାର ମୂଲ୍ୟ ଦେଇପାରିବେ ନାହିଁ ଆଉ ଆପଣଙ୍କ ହସକୁ ଏତେ ଶସ୍ତା କରିଦିଅନ୍ତୁ ଯେପରିକି ଏହା ସମସ୍ତଙ୍କୁ ମାଗଣାରେ ମିଳିଯିବ। 12. କାମ ଥିଲାବେଳେ ସମସ୍ତେ ନିଜର, ସରିଗଲେ ସବୁ ପରର। ସ୍ୱାର୍ଥ ଥିବା ଯାଏଁ ସରାଗ ଆଦର, ତାପରେ କିଏ କାହାର। 13. ଯଦି ଦୋଷ ଖୋଜିବାର ସଉକ ଅଛି ତେବେ ଏହାର ଆରମ୍ଭ ନିଜଠାରୁ ହିଁ କରନ୍ତୁ, ଅନ୍ୟଠାରୁ ନୁହେଁ। 14. ଯେଉଁମାନେ ବଂଶଗତ ଧନୀ ସେମାନେ ଫୁଟାଣି କି ଅହଙ୍କାର ଦେଖାନ୍ତି ନାହିଁ। ଫୁଟାଣି ମାରନ୍ତି ସେମାନେ ଯେଉଁମାନେ ହଠାତ୍ କିଛି ପାଇଯାଇ କ'ଣ କରିବେ ବୋଲି ବାଟ ପାଆନ୍ତି ନାହିଁ। 15. ଆଜିକାଲିର ଫ୍ରେଣ୍ଡସିପ୍ ହେଉ କି ରିଲେସନସିପ୍ ସବୁ ପୂର୍ଣ୍ଣିମାର ଚନ୍ଦ୍ର ପରି, ବାସ୍ କ୍ଷଣସ୍ଥାୟୀ, ଗୋଟେ ରାତିର ସ୍ୱପ୍ନ ପରି ଯାହାର ସକାଳକୁ କୌଣସି ଚିହ୍ନ ନଥାଏ। 16. ଶ୍ରଦ୍ଧାରୁ ଜ୍ଞାନ, ନମ୍ରତାରୁ ମାନ ଆଉ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ। ହେଲେ ଯେତେବେଳେ ଏହି ତିନୋଟି ମିଶିଯାଏ ସେତେବେଳେ ମଣିଷକୁ ସମ୍ମାନ ମିଳିଥାଏ। 17. ସମୟ କଥା କହିପାରି ନଥାଏ ସତ, କିନ୍ତୁ ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର କହି ଦେଇଥାଏ। 18. ଯେଉଁଠି ଆତ୍ମସମ୍ମାନ ମିଳୁନାହିଁ ସେଭଳି ଜନଗହଳି ପରିବେଶ ଅପେକ୍ଷା ଏକା ରହିବା ଭଲ। ଲୋକେ ଏହାକୁ ତୁମର ଆତ୍ମଗର୍ବ କହିପାରନ୍ତି କିନ୍ତୁ ବାସ୍ତବରେ ଏହା ତ ନିଜର ଆତ୍ମସ୍ୱାଭିମାନ। 19. ଜୀବନ କଷ୍ଟକର ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ। ତେଣୁ ପ୍ରତ୍ୟେକ ଦିନ ସକାଳୁ ଜିତିବାର ଇଚ୍ଛା ନେଇ ଆଗେଇ ବଢ଼ନ୍ତୁ। 20. ଅଭାବ ଜୀବନରେ ସମସ୍ତଙ୍କର ଥାଏ, କାହାର ସମୟ, କାହାର ସମ୍ପର୍କ, କାହାର ଧନ ତ ଆଉ କାହାର ଶାନ୍ତିର ଅଭାବ। ଏହା ଭିତରେ ଯିଏ ଖାପ ଖୁଆଇ ଚଳିପାରିଲା ସେ ହିଁ ଏ ଜୀବନ ଯୁଦ୍ଧରେ ଜିତିଥାଏ। 21. ଭଗବାନ ସବୁ ସମ୍ପର୍କକୁ ଆଗରୁ ତିଆରି କରିଛନ୍ତି କିନ୍ତୁ ମାତ୍ର 2ଟି ସମ୍ପର୍କ ଆମେ ଏହି ପୃଥିବୀକୁ ଆସିଲା ପରେ ନିଜେ ତିଆରି କରିଥାଉ, ଗୋଟିଏ ହେଲା ବନ୍ଧୁତା ଆଉ ଅନ୍ୟଟି ହେଲା ଶତ୍ରୁତା। 22. ଏ ଦୁନିଆରେ ସମୟ ହିଁ ବଳବାନ, କାହିଁକିନା ସମୟ ସବୁକିଛି ପରିବର୍ତ୍ତନ କରିଦେଇଥାଏ। ଧୈର୍ଯ୍ୟର ସହ ପରିସ୍ଥିତିକୁ ସାମ୍ନା କରନ୍ତୁ, ଦେଖିବେ ନିଶ୍ଚିତ କିଛି ନୂତନ ଉପହାର ମିଳିବ। 23. ରୋଗୀ ଯେପରି ଔଷଧ ନ ଖାଇଲେ ରୋଗର ମୁକ୍ତ ହୁଏ ନାହିଁ, ଆତ୍ମା ସେପରି ଭଗବାନଙ୍କ ନାମାମୃତ ପାନ ନ କଲେ ମୁକ୍ତ ହୁଏ ନାହିଁ। 24. ଅଭାବ ଜୀବନରେ ସମସ୍ତଙ୍କର ଥାଏ, କାହାର ସମୟ, କାହାର ସମ୍ପର୍କ,
କାହାର ଧନ ଆଉ କାହାର ଶାନ୍ତିର ଅଭାବ। ତାହା ଭିତରେ ଯିଏ ଖାପ ଖୁଆଇ ପାରିଲା ସେ ହିଁ ଜିତିଥାଏ। 25. ଆପଣଙ୍କ ପାଖରେ ଯାହା ବି ଅଛି ଅଳ୍ପରେ ଖୁସି ରହିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ଅତ୍ୟଧିକ ଆଶା ଆଉ ଲୋଭ ମଣିଷକୁ ଦୁଃଖ ଆଡ଼କୁ ଟାଣି ନେଇଥାଏ। 26. ସବୁଠାରୁ ବଡ଼ ସେବା ହିଁ ଜୀବନର ଖୁସିକୁ ଅନ୍ୟର ସାଥିରେ ବାଣ୍ଟିବା। ଯେ ପର୍ଯ୍ୟନ୍ତ ଆପଣ ଆପଣଙ୍କର ନିଜର ସମସ୍ୟା ଓ ଦୁଃଖର କାରଣ ଅନ୍ୟକୁ ଦୋଷ ଦେଉଛନ୍ତି, ତେବେ ଜାଣି ନିଅନ୍ତୁ ଆପଣଙ୍କର ସମସ୍ୟା ଓ ଦୁଃଖ କେବେ ବି ଦୂର ହେବ ନାହିଁ। 27. ଜୀବନରେ ଖରାପ ସମୟ କେବଳ ଦୁଃଖ ଦେବାକୁ ନୁହେଁ, ବରଂ ସମ୍ପର୍କ ଚିହ୍ନାଇ ଦେବାକୁ ଆସିଥାଏ। ଆଉ ସେହି ଖରାପ ସମୟ ହିଁ ଜଣାଇ ଦେଇଥାଏ ଏହି ସ୍ୱାର୍ଥର ଦୁନିଆରେ କିଏ କାହାକୁ କେତେ ଭଲ ପାଏ। 28. ଅନ୍ୟର ଉନ୍ନତି ଅବା ଜୀବନଶୈଳୀ ଦେଖିଲେ ମନରେ ଈର୍ଷା ହେବା ସ୍ୱାଭାବିକ, ହେଲେ ନିଜ ପାଖରେ ଯାହା ଅଛି ତାକୁ ନେଇ ମଧ୍ୟ ମନରେ ଆତ୍ମସନ୍ତୋଷ ଭାବ ରହିବା ନିତାନ୍ତ ଆବଶ୍ୟକ। 29. ଯେଉଁମାନେ ଗଢ଼ିବାର କ୍ଷମତା ରଖନ୍ତି ସେମାନେ ନିଜେ କେବେ ଭାଙ୍ଗି ପଡ଼ନ୍ତି ନାହିଁ। ସବୁଥର ସେମାନେ କିଛି ନା କିଛି ଶିଖନ୍ତି ଏବଂ ଆଗକୁ ବଢ଼ନ୍ତି। 30. ନିଜ ଉପରେ ବିପଦ ପଡ଼ିଲେ ହେ ଭଗବାନ କାହିଁ ଏତେ କଷ୍ଟ ଦେଉଛ, ଅନ୍ୟ ଉପରେ ବିପଦ ପଡ଼ିଲେ କହିବ ହେ କର୍ମର ଫଳ। ମଣିଷ ଚିନ୍ତାଧାରା ଏମିତି। ବନ୍ଧୁଗଣ, ଯଦି ଆମର ଏହି ଅନୁଚିନ୍ତା ଆପଣମାନଙ୍କୁ ଭଲ ଲାଗୁଥାଏ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଭିଡ଼ିଓକୁ ସାଙ୍ଗମାନଙ୍କୁ ସେୟାର କରିବେ। ଆଉ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।